ଯାଉଥିଲି ଜୟଦେବବିହାର ଓହ୍ଲେଇ ଅଟୋରେ IMT ରୁ ବସ୍ ଧରିବା ପାଇଁ ଯାଉଥିଲି। ପଛପଟରୁ ସେ ଡାଇରେକ୍ଟ ଆଣିକି ବାଡ଼େଇଲେ। ମୁଁ ରୋଡ ଉପରୁ ଛିଟକିକି ଯାଇ ଗୋଟେ ଗଛରେ ବାଡ଼େଇକି ରୋଡ ସାଇଡରେ ପଡିଲି। ନାଇଁ ମୁଁ ଚାଲିକି ଯାଉଥିଲି। ମୁଁ ଜୟଦେବବିହାରରୁ ଓହ୍ଲେଇକି IMMT କୁ ଆସୁଥିଲି ଚାଲିକି। ପଛରୁ ସେ ଡାଇରେକ୍ଟ ବାଡ଼େଇଲେ। IMMT ମାନେ ଆପଣ ସୈନିକ ସ୍କୁଲ ଆଡକୁ ଯାଉଥିଲେ? IMT ସୈନିକ ସ୍କୁଲ ଆଡକୁ ନାହିଁ। IMMT ମୋ ବସ୍ ଷ୍ଟପ୍। ମୁଁ ରସୁଲଗଡ଼ ଯିବି ଏପଟେ ଆଚାର୍ଯ୍ୟ ବିହାର ବସ୍ ଷ୍ଟପ୍ ପଛପଟ ଷ୍ଟପ୍। କେତେବେଳେ ଏଇଟା ଆପଣ? 10:30 ପାଖାପାଖି ହବ। ମୁଁ ଷ୍ଟୋର ବାହାରିକି ଯାଉଥିଲି ସେଇ ଟାଇମରେ। ଗାଡି ମାନେ ଗାଡିରେ ଲୋକ ଥିଲେ? ଗାଡିରେ କେହି ଲୋକ ନଥିଲେ, ଡ୍ରାଇଭର ଏକୁଟିଆ ହିଁ ଥିଲା। ଆଚ୍ଛା, ଡ୍ରାଇଭର ମାନେ କଣ ତାପରେ ଆପଣଙ୍କୁ ଧକ୍କା ଦେଲା ପରେ ସେ ଗାଡି ବୁଲେଇକି ପଳେଇବାକୁ ଟ୍ରାଏ କରୁଥିଲା। NH ଉପରୁ କିଛି ବାଇକ୍ ବାଲା ଠିଆ ହେଇଥିଲେ, ସେମାନେ NH ରୁ ଡେଇଁକି ତଳକୁ ଯାଇକି ଡ୍ରାଇଭରକୁ ଅଟକାଅଟି କରି ମରାମରି କରିକି ତାକୁ ଅଟକେଇଲେ। କହୁଛନ୍ତି ଲୋକାଲ ଲୋକ କି ଗଞ୍ଜେଇ ଟାଣିଥିଲା, ବାସ୍ନା ହଉଥିଲା ବୋଲି। ତ ସେମିତି ମୁଁ ତ ତଳେ ପଡିଥିଲି ନା, ମୁଁ ତ ଡାଇରେକ୍ଟ ଡ୍ରାଇଭର ସହିତ ଇଣ୍ଟରାକ୍ଟ କିଛି ବି କରିନଥିଲି। ଆଚ୍ଛା, ମାନେ ଗାଡିର ସ୍ପିଡ କେତେ କଣ ମାନେ କେମିତି? ଦେଖନ୍ତୁ ସେଇଟା ତ ମୁଁ କହିପାରିବିନି ନା, ଆପଣ ଯାଉଛନ୍ତି ଆପଣ କାନ୍ଧଟା ଏକ୍ସରେ କରେ, କାନ୍ଧ ଉଠେଇ ପାରୁନି। ମେ ବି କାନ୍ଧଟା ଟିକେ ଇଞ୍ଜର୍ଡ ହେଇଛି, ଆଉ ଗୋଡ ଏଇଟା ବି ଫୁଲି ଯାଇଛି, ଉଠେଇ ପାରୁନି। ହାତ ପ୍ରପର ଗାଇଡାନ୍ସ ଆମ ବସ୍ ମତେ ଲାଗୁଛି ଏବେ ପ୍ରାଇଭେଟ ସେକ୍ଟର ମାନେ ଆଗରୁ ପ୍ରାଇଭେଟାଇଜେସନ କରିଦେଇଛନ୍ତି ମୋ ବସ୍କୁ। ତ ପ୍ରପର ଗାଇଡାନ୍ସ ନାହିଁ ଗଭର୍ଣ୍ଣମେଣ୍ଟର। କୋଉଟା 9 ନମ୍ବର ବସ୍ ପଟିଆ ଡିପୋରୁ ମାଷ୍ଟର କ୍ୟାଣ୍ଟିନ୍ ଗୋଟେ ଲମ୍ବା ରୁଟ୍ରେ ଯାଏ। ମାଷ୍ଟର କ୍ୟାଣ୍ଟିନ୍ରୁ ବହୁତ ଲୋକ ପଟିଆ ଯାଏ। ତ ଯଦି ବସ୍ରେ କେହି ଲୋକ ନାହାନ୍ତି ତାମାନେ ପ୍ରପର ଗାଇଡାନ୍ସ ଓନ୍ଲି ଡ୍ରାଇଭର ଅଛି, କଣ୍ଡକ୍ଟର ବି ନାହିଁ। ତ ସେ ବସ୍କୁ ତ ସେବା ଅନ୍ତର୍ଭୁକ୍ତ କରିଦେବା କଥା। ପଛପଟ। ଆଚ୍ଛା, ସେଇ ବସ୍ଟା କୋଉଠି? ପଟିଆରୁ ମାଷ୍ଟର କ୍ୟାଣ୍ଟିନ୍ 9 ନମ୍ବର ରୁଟ୍। ସେ ମତେ IMMT ପଛ ଯୋଉ ଆମର ଅଛି ନିଛାଟିଆ ରାସ୍ତାଟା ନା ଗଛ ପଛ ଅଛି ସେଇ ଜାଗାରେ ହିଁ ପିଟ୍ କଲା। ନାଇଁ ମୁଁ ଏସ୍ପ୍ଲାନେଡ୍ ଯିବି ନା 29 ନମ୍ବର ବସ୍ରେ କି 24 ନମ୍ବର। ମୋର ଆପଣ IMT ଯାଉଥିଲେ? ଆମ ବସ୍ କେତେ ସୁରକ୍ଷିତ? ମୁଁ ତ ରେଗୁଲାର ଯିବା ଆସିବା କରୁଛି ଆମ ବସ୍ କିଛି ଅସୁବିଧା ନାହିଁ। ବସ୍ ସୁରକ୍ଷିତ, କିନ୍ତୁ ବସ୍ ଡ୍ରାଇଭର ମାନେ ସେମାନେ ସୁରକ୍ଷିତ ନାହାନ୍ତି ନା। ପ୍ରପର ସେମାନେ ଯେତେବେଳେ ଗାଡି ଚଲାଉଛନ୍ତି ସେମାନଙ୍କର ଯିଏ ହାୟର ଅଥରିଟି ଅଛନ୍ତି ସେମାନେ ପ୍ରପରଲି ଚେକ୍ କରନ୍ତୁ କି ଡ୍ରାଇଭର ଠିକ ଠାକ ଅଛି, ମାନେ ଏବୁଲ ଅଛି କି ନାଇଁ ଡ୍ରାଇଭ କରିବା ପାଇଁ। କାହିଁକି ନା 50-100 ଜଣ ଲୋକଙ୍କୁ ହିଁ ନେଇକି ସେ ଯାଉଛନ୍ତି।